आज ମୁଁ ହଠାତ୍ ଘରେ ପହଞ୍ଚିକି ଦେଖିଲା ବେଳକୁ ମୋ ବାପା ଗୋଟେ କୁକୁଡ଼ାକୁ ମର୍ଡ଼ର କରିକି ତାକୁ ଟିକ୍ ଟିକ୍ କରି କାଟୁଛନ୍ତି। ତାପରେ ମୁଁ କହିଲି ବାପା ଲେଗ୍ ପିସ୍ ଦୁଇଟା ଦିଅ ମୁଁ ଫ୍ରାଏ କରିବି। ଆଣିକି ସାଙ୍ଗେ ସାଙ୍ଗେ ମସଲା ଦେଇକି ପୁରା ଫ୍ରାଏ କରିବା ଲାଗି ପଡ଼ିଲି। ଯେମିତି ମାଛ ବାସ୍ନା ଶୁଣିଲେ ବିଲେଇ ପଳେଇ ଆସନ୍ତିନି, ସେମିତି ଚିକେନ୍ ଲେଗ୍ ପିସ୍ ଦେଖିକି ମୋ ଭାଇ କେଉଁଠି ଥିଲା କେଜାଣି ଦୌଡ଼ିକି ପଳେଇ ଆସିଛି। ଆଉ କହୁଛି ନାନୀ ମୋତେ ଗୋଟେ ଦେବୁ। ମୁଁ କହିଲି ନା ଜମା ଦେବିନି ତୋତେ। ମୁଁ ଯେମିତି ମନା କରିଦେଇଛି, ମାଲୋ ମା କି ରାଗ, ମୁହଁଟା ପୁରା ବେଙ୍ଗ ପରିକା ଫୁଲେଇ ଦେଲା। ତାପରେ ମୁଁ ଭାବିଲି ଗୋଟେ ବୋଲି ଭାଇଟା ମୋର, ରାଗରୁଷା କାହିଁକି, ତୁ ଗୋଟେ ଖାଇବୁ ମୁଁ ଗୋଟେ ଖାଇବି ଚାଲ କହିକି ଚାଲିଗଲୁ। ତାପରେ ମୁଁ ତାକୁ କହିଲି ଖାଇସାରିଲା ପରେ କହିବୁ କେମିତି ଲାଗୁଛି, ଭଲ ଲାଗୁଛି କି ଖରାପ ଲାଗୁଛି, ନହେଲେ ଦେବିନି ଯା। ସେ କହୁଛି ହଁ ହଁ କହିବି ଦେ, ଗୋଟେ ହିଁ ଦେ। ଆଉ କହୁଛି କ'ଣ ନା ତୁ ଯଦି ଏକ ଖାଇବୁ ମରିବୁ, ହଜମ ହେବନି ତ। ମୁଁ କହିଲି ହଁ ହଁ ଖାଇବୁ ର, ମୁଁ ସବୁ ଖାଇକି ହଜମ କରିଦେବି। ତାର ଆମର କଥା ହଉ ରେଡ଼ି ହେଇଗଲା ଆମର ଲେଗ୍ ପିସ୍ ଫ୍ରାଏ। ତାପରେ ମୁଁ ଧରିକି ଚାଲି ତାକୁ ଦେବା ପାଇଁ। ତାପରେ ସେ ଖାଇକି କହୁଛି ହଁ ନାନୀ ବଢ଼ିଆ ଲାଗୁଛି, ପୁରା ଟେଷ୍ଟି ହେଇଛି। ମୁଁ କହିଲି ହଉ ହଉ ଖାଇଯା। ଆପଣମାନଙ୍କୁ ଯଦି ଭଲ ଲାଗିଥିବ ତାହେଲେ ଆପଣମାନେ ବି ଥରେ ନିଶ୍ଚିତ ଟ୍ରାଏ କରିବେ।